ଏକ ଜରୁରୀ ଘୋଷଣା। ଏତଦ୍ୱାରା ବରଗଡ଼ ସହରର ମୁଖ୍ୟ ରାସ୍ତାଗୁଡ଼ିକ ତଥା ଅନ୍ୟାନ୍ୟ ସ୍ଥାନରେ ଅନେକ ବ୍ୟକ୍ତିବିଶେଷ ସରକାରୀ ଜାଗା ଓ ରାସ୍ତା କଡ଼ରେ ଜବରଦଖଲ କରି ବେଆଇନ ଭାବରେ କୋଠାବାଡ଼ି ଓ ଦୋକାନ ଗୃହ ନିର୍ମାଣ ହୋଇଥିବା ସ୍ଥାନମାନଙ୍କୁ ମିଳିତ ଭାବରେ ଚିହ୍ନଟ କରାଯାଇଛି। ଏହାସହ ଲେମ୍ବୁମିଶ୍ର ଛକଠାରୁ ନୂତନ ଜିରା ବ୍ରିଜ ପର୍ଯ୍ୟନ୍ତ ସରକାରୀ ରାସ୍ତା ଓ ଜାଗାରେ ଜବରଦଖଲ କରି ବେଆଇନ ନିର୍ମାଣକୁ ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନଟ କରାଯାଇଅଛି। ଏଣୁ ସରକାରୀ ରାସ୍ତା ଓ ସରକାରୀ ଜାଗାରେ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 48 ଘଣ୍ଟା ମଧ୍ୟରେ ସ୍ୱଇଚ୍ଛାରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଗଲା। ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତଥା ବରଗଡ଼ ପୌର ପରିଷଦ ଦ୍ୱାରା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ସହ ଜବରଦଖଲକାରୀଙ୍କ ବିରୁଦ୍ଧରେ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣଙ୍କ ସେବାରେ ପୌର ପରିଷଦ ବରଗଡ଼।